ମା ତୁ କେଡ଼େ ହୃଦୟହୀନ ପାଲଟି ଗଲୁଲୋ। ଏଇ ଏବେ ଏବେ ତୋ ଗର୍ଭରୁ ମୁଁ ଜନ୍ମ ନେଇଥିଲି, ହେଲେ ତୁ ମୋତେ ଏଠି ଫୋପାଡ଼ି ଦେଇ ଚାଲିଗଲୁ। ଦେଖିଲୋ ମା, ମୁଁ କେତେ କଷ୍ଟ ପାଉଛି। ତୁ ମୋତେ 10 ମାସ 10 ଦିନ ତୋ ଗର୍ଭରେ ରଖିଥିଲୁ, ଆଉ ଏବେ ଏ ଦୁନିଆକୁ ଆଣିଥିଲୁ, ହେଲେ ତୁ ମୋତେ ଏଭଳି ଫୋପାଡ଼ି ଦେଇ କାହିଁକି ଚାଲିଗଲୁ ଲୋ ମା? ଏ ଦୁନିଆ ବିଷୟରେ ମୁଁ କିଛି ଜାଣିନି କି ଏଠି କିଏ ମୋର ନିଜର ବୋଲି ନାହାନ୍ତି, ହେଲେ ତୁ ମୋତେ ଏଇ ବୁଦାମୂଳେ ଫୋପାଡ଼ି ଦେଇ ଚାଲିଗଲୁ। ମୁଁ ବହୁତ କଷ୍ଟ ପାଉଛି ଲୋ ମା। ହଁ, ମୁଁ ବହୁତ କଷ୍ଟ ପାଉଛି। ହଁ ଆଜ୍ଞା, ଏଇ ନବଜାତ ଶିଶୁଟି ତା ମନେ ମନେ ଏମିତି କିଛି ଭାବୁଥିବ ନିଶ୍ଚୟ। ଜଣେ ମା ଆଜି ହୃଦୟହୀନ ପାଲଟି ଯାଇଛି। ଏହି ନବଜାତ ଶିଶୁଟିକୁ ଏକ ବୁଦାମୂଳେ ଫୋପାଡ଼ି ଦେଇ ଚାଲିଯାଇଛି ମା। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନରେ ଥିବା ରଣମାଲ ପଞ୍ଚାୟତ ଭୁସିଗୁଡ଼ା ଗ୍ରାମରେ। ଏକ ବୁଦାମୂଳେ ଏହି ନବଜାତ ଶିଶୁଟିକୁ ଫୋପାଡ଼ି ଦେଇ କେହି ଜଣେ ଚାଲିଯାଇଛି। ଏନେଇ ଗ୍ରାମବାସୀ ସ୍ଥାନୀୟ ଆଶା, ଅଙ୍ଗନବାଡ଼ି କର୍ମୀ କଲମପୁର ଥାନାକୁ ସୂଚନା ଦେଇଛନ୍ତି। ନବଜାତ ଶିଶୁଟିକୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି। ଜିଲ୍ଲା CWCକୁ ବି ମଧ୍ୟ ସୂଚନା ଦିଆଯାଇଛି। ତେବେ ନବଜାତ ଶିଶୁକୁ କିଏ ଆଣି ଏଭଳି ମରଣ ମୁହଁରେ ପକାଇ ଦେଇଛି, ସେ ନେଇ କୌଣସି ସୂଚନା ମିଳିନାହିଁ। ମୋତେ ଭୁସିଗୁଡ଼ାରୁ କଲ୍ ଆସିଲା କି ଜଣେ ନବଜାତ ଶିଶୁ କନ୍ୟାକୁ କେହି ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି। ତାପରେ ମୁଁ ସେଠିକୁ ଗଲି। ସେଠାରେ ଯାଇକି ଦେଖିଲା ପରେ ଜଣାପଡ଼ିଲା ଶିଶୁଟି ଟିକେ ଅସୁସ୍ଥ ଅଛି। ତାଙ୍କୁ ସାଙ୍ଗେ ସାଙ୍ଗେ ମୁଁ ନିଜ କାର୍ରେ ରଣମାଲ ଗୋଷ୍ଠୀ କେନ୍ଦ୍ରକୁ ଆଣିଲି। ରଣମାଲ ଗୋଷ୍ଠୀ କେନ୍ଦ୍ର ସେଠୁ ରେଫର୍ କରାଗଲା ଭବାନୀପାଟଣା ହସ୍ପିଟାଲ। ଛୁଆ ସହିତ ସମସ୍ତେ ଆମେ ଆସିଥିଲୁ। ଗାଁର ଆଶା, ଅଙ୍ଗନବାଡ଼ି ଆଉ ଜଣେ ମହିଳା ଆସିଛନ୍ତି। ସେ ତାଙ୍କ ବହୁତ ସେବା ଶୁଶ୍ରୂଷା କଲେ। ତେବେ ପୋଲିସର ସ୍ପଷ୍ଟ ତଦନ୍ତ ପରେ ଜଣାପଡ଼ିବ ଏଭଳି ଘଟଣା କିଏ ଘଟାଇଛି। ଧର୍ମଗଡ଼ରୁ ସନତ ପ୍ରଧାନୀଙ୍କ ରିପୋର୍ଟ, ଡୁମାଣି ଟିଭି।